नमस्कार। जय जगन्नाथ संगीता स्पिरिचुअल चैनल रो भक्तर भगवान कार्यक्रम आउ गोटे अध्याय आपण मानक बहुत बहुत स्वागत। महाप्रभु श्री जगन्नाथ हेले बसान प्रिय एवं भोजन प्रिय। दिन को फल पोशाक बदला हेउथिबो, रूप सज्जा हेउथिबो एवं दिन सारा भोजन चलीथिबो। षाठी पौटीर राजा से छप्पन भोग रंधा जाए ताक पई। सौकिया प्रभु श्री जगन्नाथ वर्षक मध्य अनेक बेशरे सज्जित हुअନ୍ତି। ସେଥିମଧ୍ୟରୁ ଗଜାନନ ବେଶ ଅନ୍ୟତମ। ଏହି ଗଜାନନ ବେଶ କାହିଁକି ହୁଅନ୍ତି ତା ପଛରେ ଏକ କାହାଣୀ ଅଛି। ଆଜ୍ଞା କାହାଣୀ ନୁହେଁ ତ ସତ୍ୟ ଘଟଣାଟିଏ। ବହୁତ ଦିନର ପୁରୁଣା ହୋଇଯାଇଥିବାରୁ କାହାଣୀ ଭଳି ଲାଗୁଛି। एकदा कर्णाटक राज्य रे गणपति भट्ट नामक जड़े ब्राह्मण बास करुथिले। से थिले गणेशंकर बहुत बड़ भक्त। से सबुबले गणेशଙ୍କୁ पूजा करुथिले। से गाणपत्य संप्रदायर थिले, तेणु गणेशଙ୍କୁ से पूजा करନ୍ତି। गणेशଙ୍କ ବ୍ୟତୀତ ସେ ଅନ୍ୟ କୌଣସି ଦେବତାଙ୍କୁ ମାନନ୍ତି ନାହିଁ କିମ୍ବା ତାଙ୍କୁ ମୁଣ୍ଡିଆ ମଧ୍ୟ ମାରନ୍ତି ନାହିଁ। ତାଙ୍କ ମତରେ ଗଣେଶ ହେଉଛନ୍ତି ପରମ ବ୍ରହ୍ମ, ଗଣକର ନାଥ ହୋଇଥିବାରୁ ସମସ୍ତ କର୍ମ କର୍ମାଣୀ ପୂଜା ଅର୍ଚ୍ଚନା ହୋମ ଯଜ୍ଞ ପୂର୍ବରୁ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଏ, ତାପରେ ଅନ୍ୟ ଦେବତା ମାନଙ୍କୁ ପୂଜା କରାଯାଏ। ତେଣୁ ସେ ଭାବୁଥିଲେ ଗଣେଶ ହେଉଛନ୍ତି ପରମ ବ୍ରହ୍ମ। ଦିନେ ସେ ବ୍ରହ୍ମ ପୁରାଣରେ ପଢିଲେ ନୀଳଗିରିରେ ବ୍ରହ୍ମ ଅଛନ୍ତି ଏବଂ ତାଙ୍କୁ ଦର୍ଶନ କଲେ ମୁକ୍ତି ମିଳିବ। ଏଠାରେ ନୀଳଗିରି ମାନେ ପୁରୁଷୋତ୍ତମ କ୍ଷେତ୍ର ବା ପୁରୀ ଶ୍ରୀକ୍ଷେତ୍ରକୁ କୁହାଯାଏ। ତେଣୁ ଚିନ୍ତା କଲେ ଥରେ ପୁରୀ ଶ୍ରୀକ୍ଷେତ୍ର ଯାଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। ସେ ଘର ଦ୍ୱାର ଧନ ସମ୍ପତ୍ତି ପରିବାର ପରିଜନ ସମସ୍ତଙ୍କୁ ଛାଡ଼ି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ। କର୍ଣ୍ଣାଟକରୁ ପୁରୀ କେତେ ବାଟ! ସେତେବେଳେ ତ ରାସ୍ତାଘାଟ ନଥିଲା କି ଯାନବାହନର ସୁବିଧା ନଥିଲା। ବଣ ଜଙ୍ଗଲ ନଦୀ ପାର କରି ଆସିବାକୁ ପଡୁଥିଲା ଚାଲି ଚାଲି। ସେ ଯାହା ବି ହେଉ ଯେତେ କଷ୍ଟ ପଡୁ ପଛେ ଗଣପତି ଭଟ୍ଟ ଚାଲି ଚାଲି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରି କରି ପୁରୀ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ। କେତେ ରାତି ସନିଦ୍ରା ରହିଛନ୍ତି, ଭୋକ ଉପାସରେ ମଧ୍ୟ ବିତାଇଛନ୍ତି। ତଥାପି କିନ୍ତୁ ପ୍ରଭୁଙ୍କ ଚରଣ କମଳରେ ସେ ଧ୍ୟାନ କରି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ। ପାଖରେ ଆସି ଯେତେ ପହଞ୍ଚିଲେ ସେ ଦେଖିଲେ କେତେ ଜଣ ତୀର୍ଥଯାତ୍ରୀ ପ୍ରଭୁଙ୍କୁ ଦର୍ଶନ କରି ଫେରୁଛନ୍ତି ଏବଂ ହାତରେ ସେମାନେ କୋଡୁଆରେ କିଛି ଧରିଛନ୍ତି। ଯେତେ ଜଣ ଯାତ୍ରୀ ଫେରୁଥିଲେ ସେ ସମସ୍ତଙ୍କୁ ସେ ଗୋଟିଏ କଥା ପଚାରିଲେ କି ତୁମେ କଣ ସତରେ ବ୍ରହ୍ମଙ୍କୁ ଦର୍ଶନ କଲ? ସମସ୍ତଙ୍କର ଗୋଟିଏ ଉତ୍ତର ଥିଲା, ହଁ ଆମେ ପ୍ରଭୁ ଶ୍ରୀ ଜଗନ୍ନାଥ ଯିଏ ସ୍ୱୟଂ ପରବ୍ରହ୍ମ, ଆମ୍ଭେ ତାଙ୍କୁ ଦର୍ଶନ କରି ଫେରିଲୁ। ଗଣପତି ଭଟ୍ଟ ବାରମ୍ବାର ବ୍ରହ୍ମ ପୁରାଣ ଖୋଲିକି ପଢୁଛନ୍ତି ଏବଂ ମନେ ମନେ ଭାବୁଛନ୍ତି କେମିତି ସମ୍ଭବ ହେଲା। ପୁରାଣରେ ତ ଲେଖା ହୋଇଛି ବ୍ରହ୍ମଙ୍କୁ ଦର୍ଶନ କଲେ ମୁକ୍ତି ମିଳେ, ମୋକ୍ଷ ମିଳିଯାଏ। ମଣିଷ ଆଉ ଜୀବନ ଆଉ ମୃତ୍ୟୁ ଚକ୍ରରେ ପଡେ ନାହିଁ, ତାର ଆତ୍ମା ବ୍ରହ୍ମରେ ଲୀନ ହୋଇଯାଏ। କିନ୍ତୁ ଏମାନେ ଶରୀର ଧରି ପୁଣି ଫେରୁଛନ୍ତି। ତା ମାନେ କଣ? ଜଗନ୍ନାଥ ତାହେଲେ ବ୍ରହ୍ମ ନୁହନ୍ତି? ପୃଥିବୀରେ ତାହେଲେ ବ୍ରହ୍ମ ନାହାନ୍ତି? ଏତେ ପରିଶ୍ରମ କରି ଆସିଲି, ଏଟା କଣ କଥା ହେଲା? ମୁକ୍ତି ପାଇବା ପାଇଁ ଆସିଥିଲି, ଘର ଦ୍ୱାର ସମ୍ପତ୍ତି ବାଡି ପରିବାର ପରିଜନ ସବୁ ଛାଡି, କିନ୍ତୁ ଏଠି ଆସିଲା ପରେ କଣ ଦେଖୁଛି ଏଠି ତ ମୁକ୍ତି ମିଳୁନାହିଁ। ତାମାନେ ଏଠି ବ୍ରହ୍ମ ନାହାନ୍ତି। ତାଙ୍କ ମନ ବହୁତ ଦୁଃଖ ହେଲା। ଗୋଟିଏ ସ୍ଥାନରେ ସେ ବସି ପଡିଲେ ଓ ମନ ଦୁଃଖ କରି କାନ୍ଦିବାକୁ ଲାଗିଲେ। ଭକ୍ତର ଭଗବାନ ଶ୍ରୀ ଜଗନ୍ନାଥ ରତ୍ନ ସିଂହାସନରେ ସ୍ଥିର ହୋଇ ବସି ପାରୁନାହାନ୍ତି। ଭକ୍ତର ଏତେ କଷ୍ଟ ଦେଖି ସେ ଜଣେ ବ୍ରାହ୍ମଣ ବେଶରେ ଆସି ପହଞ୍ଚିଲେ ଗଣପତି ଭଟ୍ଟଙ୍କ ସାମ୍ନାରେ। ସେ ତାଙ୍କୁ ପଚାରିଲେ, ବ୍ରାହ୍ମଣ ତୁମେ କଣ ପାଇଁ ଆସିଛ ଏବଂ ଏଠି ଆସି ମନ ଦୁଃଖରେ ବସିଛ କାହିଁକି? ଗଣପତି ଭଟ୍ଟ ସମସ୍ତ କଥା ତାଙ୍କୁ ବର୍ଣ୍ଣନା କରି କହିଲେ ମୋର ଆସିବା ଏଠି ବୃଥା ହେଲା। ଏଠି ତ ବ୍ରହ୍ମ ନାହାନ୍ତି, ମୁଁ ମୁକ୍ତି ପାଇବି କେମିତି? ବ୍ରାହ୍ମଣ ଜଣକ ହସିକି ତାଙ୍କୁ ପଚାରିଲେ, ଆପଣ କେମିତି ଜାଣିଲେ ଏଠି ବ୍ରହ୍ମ ନାହାନ୍ତି? ଗଣପତି ଭଟ୍ଟ କହିଲେ, ଯେଉଁ ଯାତ୍ରୀମାନେ ପ୍ରଭୁଙ୍କୁ ଦର୍ଶନ କରି ଫେରୁଛନ୍ତି ସେମାନେ ସ୍ୱଶରୀରରେ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ପ୍ରଭୁଙ୍କୁ ଦର୍ଶନ କଲା ମାତ୍ରେ ତ ମୁକ୍ତି ପାଇଯିବା କଥା।
କିନ୍ତୁ ସେମାନେ ତ ମୁକ୍ତି ପାଇନାହାନ୍ତି। ତାଙ୍କ ଆତ୍ମା ବ୍ରହ୍ମ ଦେହରେ ଲୀନ ହୋଇଯିବା କଥା, କିନ୍ତୁ ସେମାନେ ପୁଣି ଗୃହକୁ ପ୍ରତ୍ୟାଗମନ କରୁଛନ୍ତି କେମିତି? ତାମାନେ ଭଗବାନ ଶ୍ରୀ ଜଗନ୍ନାଥ ବ୍ରହ୍ମ ନୁହନ୍ତି। ବ୍ରାହ୍ମଣ ଏହା ଶୁଣି ହସି କହିଲେ, ପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି କଳ୍ପତରୁ ବାଞ୍ଛାନିଧି। ସେ ସମସ୍ତଙ୍କ ମନସ୍କାମନା ପୂରଣ କରନ୍ତି। ଯେଉଁ ଯାତ୍ରୀମାନେ ମନରେ କଳ୍ପନା କରି ଆସିଥିଲେ ପ୍ରଭୁଙ୍କୁ ଦର୍ଶନ କରିବୁ ଏବଂ କରିସାରିଲା ପରେ ଘରକୁ ଫେରିଯିବୁ, ପ୍ରଭୁ ସେମାନଙ୍କର ସେଇ ଇଚ୍ଛା ପୂରଣ କଲେ। ସେମାନେ ଦର୍ଶନ କରିସାରିଲା ପରେ ସ୍ୱଗୃହକୁ ଫେରିଗଲେ। କିନ୍ତୁ ଯେଉଁମାନେ ମୁକ୍ତି ଆଶାରେ ଏଠାକୁ ଆସିବେ, ସେମାନଙ୍କର ଇଚ୍ଛା ବି ପ୍ରଭୁ ଶ୍ରୀ ଜଗନ୍ନାଥ ନିଶ୍ଚୟ ପୂରଣ କରିବେ। ସେଥିପାଇଁ ତ ତାଙ୍କୁ ବାଞ୍ଛାନିଧି ବୋଲି କୁହାଯାଏ। ତୁମେ ଯାଇକି ପ୍ରଭୁଙ୍କୁ ଦର୍ଶନ କର, ତୁମର ଇଚ୍ଛା ବି ପୂର୍ଣ୍ଣ ହେବ। ଏହା କହି ସେ ସେଠାରୁ ଚାଲିଗଲେ। ଗଣପତି ଭଟ୍ଟ ମନେ ମନେ ଭାବିଲେ, ତାହେଲେ ମୁଁ ଯାଇ ଥରେ ପ୍ରଭୁଙ୍କୁ ଦର୍ଶନ କରି ଆସନ୍ତି। ଏହା ପରେ ସେ ସିଂହଦ୍ୱାର ସମ୍ମୁଖରେ ଯାଇ ପହଞ୍ଚିଲେ। ପତିତ ପାବନ ବାନା ଫର ଫର ହେଇ ଉଡୁଥାଏ। ସେଇଠି ମୁଣ୍ଡିଆଟିଏ ମାରି ସେ ସିଂହଦ୍ୱାର ମଧ୍ୟରେ ପ୍ରବେଶ କଲେ। ଯୋଗକୁ ସେଦିନ ଦେବସ୍ନାନ ପୂର୍ଣ୍ଣିମା ଥାଏ। ମହାପ୍ରଭୁଙ୍କୁ 108 ଗରାରେ ଜଳରେ ସ୍ନାନ କରାଯାଏ। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ପ୍ରଭୁ ବଳଭଦ୍ର ସମସ୍ତେ ସ୍ନାନ ବେଦୀ ଉପରେ ବିରାଜମାନ କରିଥାନ୍ତି। ପୂଜା ପଣ୍ଡାମାନେ ହରି ବୋଲ ଫୁଳଗୁଳି ଦେଇ ଜୟ ଜୟକାର ଧ୍ୱନି ଦେଇ ପ୍ରଭୁଙ୍କୁ ସ୍ନାନ କରାଉଥାନ୍ତି। ଅନେକ ଲୋକ ଭିଡ଼ ହୋଇଥିଲେ। ଏତେ ଗହଳି ଭିତରେ ଗଣପତି ଭଟ୍ଟ ଠାକୁରଙ୍କ ପାଖକୁ ଯାଇପାରୁନାହାନ୍ତି। ସେ ଯାହା ବି ହେଉ ଠେଲାପେଲା କରି ସେ ଗହଳି ଭିତରେ ବସିଲେ ଏବଂ ପ୍ରଭୁଙ୍କ ପାଖକୁ ଯାଇ ଠାକୁରଙ୍କ ମୁହଁକୁ ନିରେଖିକି ଦେଖୁଛନ୍ତି। ଆରେ ଇଏ କଣ ଦେଖୁଛନ୍ତି? କାହିଁ ଇଏ ତ ମୋ ପ୍ରଭୁ ଗଣେଶ ନୁହନ୍ତି। ସେ ପ୍ରଥମରୁ ତାଙ୍କର ଭାବନା ଥିଲା ପ୍ରଭୁ ଗଣେଶ ହେଉଛନ୍ତି ପରମ ବ୍ରହ୍ମ। ତେଣୁ ପ୍ରଭୁ ଶ୍ରୀ ଜଗନ୍ନାଥ ଯଦି ପରମ ବ୍ରହ୍ମ ହେଲେ, ତାଙ୍କର ବଡ ବଡ କାନ ହୋଇଥିବ, ଲମ୍ବା ଶୁଣ୍ଢ ହୋଇଥିବ, ବଡ ପେଟ ହୋଇଥିବ। କିନ୍ତୁ ସେ ଦେଖୁଛନ୍ତି କଣ? ଇଏ ତ ଗୋଟେ କାଠର ପିତୁଳା ଖଣ୍ଡେ, ଯାହାର ହାତ ନାହିଁ, ଗୋଡ ନାହିଁ ଏବଂ ବଡ ବଡ ଯୋଡାଏ ଆଖି ଅଛି। ସେ ଭାବିଲେ, ନା, ଇଏ ମୋ ବ୍ରହ୍ମ ନୁହନ୍ତି। କିନ୍ତୁ ଏ ଗଣେଶଙ୍କ ରୂପ ନାହିଁ, ୟାଙ୍କର ଗଜାନନ ରୂପ ନାହିଁ, ତେଣୁ ଏ ବ୍ରହ୍ମ କେମିତି ହେଲେ? ସେ କେବଳ ଭଗବାନ ଗଣେଶଙ୍କୁ ପୂଜା କରନ୍ତି, ତାଙ୍କୁ ଭକ୍ତି କରନ୍ତି, ତାଙ୍କୁ ହିଁ ମୁଣ୍ଡିଆ ମାରନ୍ତି। ସେ ଆଉ କାହାକୁ ମୁଣ୍ଡିଆ ମାରନ୍ତି ନାହିଁ। ତେଣୁ ସେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମଧ୍ୟ ମୁଣ୍ଡିଆ ମାରିଲେ ନାହିଁ ଏବଂ ମନ ଦୁଃଖରେ ଅଭିମାନ କରି କାନ୍ଦି କାନ୍ଦି ସେ ସେଠୁ ପଳେଇ ଆସିଲେ। ତାଙ୍କ ଆବାସସ୍ଥଳୀରେ ପହଞ୍ଚିଲା ପରେ ସେ ସେଠି ପ୍ରଭୁ ଗଣେଶଙ୍କୁ ନାମ କୀର୍ତ୍ତନ କଲେ ଏବଂ ତାଙ୍କୁ ଡାକିଲେ। ତାଙ୍କୁ ପ୍ରାର୍ଥନା କରି କରି ସେ ସେଠି ଟିକେ ଶୋଇ ପଡିଛନ୍ତି। ଆଖିଟିଏ ଲାଗିଯାଏ। ଗଣପତି ଭଟ୍ଟ ସ୍ୱପ୍ନରେ ଦେଖୁଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ ଆସି ତାଙ୍କୁ କହୁଛନ୍ତି, ଗଣପତି, ମୁଁ ଜାଣେ ତୁ କେବଳ ଶ୍ରୀ ଗଣେଶଙ୍କୁ ହିଁ ବହୁତ ଭଲ ପାଉ, ତାକୁ ହିଁ ମାନୁ, ସବୁବେଳେ ତାଙ୍କୁ ହିଁ ମୁଣ୍ଡିଆ ମାରୁ। ଆଉ ତୋର ଭକ୍ତି ଆଉ ନିଷ୍ଠାରେ ମୁଁ ସନ୍ତୁଷ୍ଟ। ମୁଁ ଜାଣେ ତୁ ମୋତେ ଶ୍ରୀ ଗଣେଶଙ୍କ ରୂପରେ ଦେଖିବାକୁ ଚାହୁଁଛୁ। ତେଣୁ ମୁଁ ମଧ୍ୟ ଗଜାନନ ରୂପରେ ବସିଛି, ସ୍ନାନ ବେଦୀ ଉପରେ ତତେ ଅପେକ୍ଷା କରିଛି। ଆସେ ଗଣପତି, ଆସେ। ଏହା କହି ଜଗନ୍ନାଥ ଅପସରି ଗଲେ। ଚାଉଁ କିନା ନିଦ ଭାଙ୍ଗିଗଲା ଭଟ୍ଟ ମହାଶୟଙ୍କର। ପାଗଳ ପ୍ରାୟ ଦୌଡ଼ି ଗଲେ ବଡ ଦାଣ୍ଡ ଉପରକୁ। ଯାଇକି ଦେଖୁଛନ୍ତି, ଆରେ ଇଏ କଣ? ଜଗନ୍ନାଥ କୁହନ୍ତି। ତାଙ୍କ ଜାଗରେ ଏକ ବିଶାଳ ବାୟ ହସ୍ତି, ଯାହାର ବଡ ବଡ କାନ ଅଛି, ବହୁତ ବଡ ଶୁଣ୍ଢ ଅଛି। ଆଉ ସେ ଶୁଣ୍ଢ ହଲାଇ ତାର ସାମ୍ନାରେ ବଢା ହୋଇଥିବା ଭୋଗ ଗୁଡିକୁ ସେ ଶୁଣ୍ଢରେ ଖାଉଛି। ଖୁସିରେ ଆତ୍ମହରା ହୋଇ ପଡିଲେ। ବଡ ଦାଣ୍ଡରେ ଲୋଟି ପଡିଲେ। ପ୍ରଭୁଙ୍କୁ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କଲେ। କହିଲେ, ପ୍ରଭୁ, ମୁଁ ତୁମକୁ ଚିହ୍ନି ପାରିଲି ନାହିଁ। ତୁମେ ହିଁ ଗଣେଶ, ତୁମେ ହିଁ ବ୍ରହ୍ମ, ତୁମେ ହିଁ ଶ୍ରୀ ଜଗନ୍ନାଥ। ମତେ କ୍ଷମା କରିଦିଅ ପ୍ରଭୁ। ଆଉ ଗୋଟିଏ ପ୍ରାର୍ଥନା ମଧ୍ୟ କଲେ। କହିଲେ, ପ୍ରଭୁ, ଗୋଟିଏ ପ୍ରାର୍ଥନା ସ୍ୱୀକାର କରନ୍ତୁ। ଆଜିଠାରୁ ପ୍ରତିବର୍ଷ ସ୍ନାନ ବେଦୀ ଉପରେ ଏଇ ଗଜାନନ ବେଶରେ ସମସ୍ତଙ୍କୁ ଦର୍ଶନ ଦେବେ। ଏଇ ପ୍ରାର୍ଥନା ରକ୍ଷା କରନ୍ତୁ। ସେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦ ପଦ୍ମରେ ଲୟ କରି ଦେହ ତ୍ୟାଗ କଲେ।
ତାଙ୍କର ଆତ୍ମା ବ୍ରହ୍ମରେ ଲୀନ ହୋଇଗଲା। ସେହି ଦିନଠାରୁ ପ୍ରଭୁ ଭକ୍ତର ମାନ ରକ୍ଷା ପାଇଁ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣମୀ ଦିନ ସ୍ନାନ ବେଦୀ ଉପରେ ସ୍ନାନ କରି ସାରିବା ପରେ ଗଜାନନ ବେଶରେ ସମସ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ପ୍ରଭୁ ଶ୍ରୀ ଜଗନ୍ନାଥ ହେଲେ ପରମ ବ୍ରହ୍ମ। ସେ ସମସ୍ତ ଦେବତାଙ୍କ ସମାହାରରେ ସୃଷ୍ଟି ଏବଂ ସମସ୍ତ ଦେବତା ମଧ୍ୟ ତାଙ୍କ ଠାରୁ ସୃଷ୍ଟି। ତେଣୁ ସେ ହେଲେ ବହୁରୂପୀ। ତାଙ୍କୁ ଯିଏ ଯୋଉ ରୂପରେ ଡାକେ ସେ ସେଇ ରୂପରେ ଦେଖା ଦିଅନ୍ତି। ରାମ ଭକ୍ତମାନେ ତାଙ୍କ ଭିତରେ ରାମଙ୍କୁ ଦେଖିଛନ୍ତି, ଆଉ କୃଷ୍ଣ ଭକ୍ତମାନେ ଶ୍ରୀକୃଷ୍ଣଙ୍କୁ ତାଙ୍କ ଭିତରେ ଦେଖିଛନ୍ତି। ଶିବ ଭକ୍ତମାନେ ମଧ୍ୟ ଶିବଙ୍କୁ ଦେଖିଛନ୍ତି, ଆଉ ଯେଉଁମାନେ ଦୁର୍ଗାଙ୍କୁ ପୂଜା କରନ୍ତି ସେମାନେ ଦୁର୍ଗାଙ୍କୁ ମଧ୍ୟ ଦେଖିଛନ୍ତି ଶ୍ରୀ ଜଗନ୍ନାଥଙ୍କ ଭିତରେ। ତେଣୁ ଯିଏ ଯେଉଁ ରୂପରେ କଳ୍ପନା କଲା ପ୍ରଭୁଙ୍କୁ, ପ୍ରଭୁ ସେଇ ରୂପରେ ହିଁ ଧରା ଦେଲେ। ଆଜି ପାଇଁ ଏତିକି, ରଖୁଛି। ଆଶା କରୁଛି ଆଜିର ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ମୋ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରନ୍ତୁ। ରଖୁଛି। ଜୟ ଜଗନ୍ନାଥ।